ଅନନ୍ତ ବଳିଆ ଟ୍ରଷ୍ଟର ଜଣେ ଟ୍ରଷ୍ଟି ରାହାମା ଅଞ୍ଚଳର ଶ୍ରଦ୍ଧାଳୁମାନଙ୍କର ନିମନ୍ତ୍ରଣରେ ବାବାଙ୍କର ଜନ୍ମୋତ୍ସବ ପାଳନ ପାଇଁ ଗୋଟେ କାର୍ଯ୍ୟକ୍ରମ ନିଆଯାଉଛି। ନାମ ସମାବେଶ ଓ ଭାଗବତ କଥାମୃତମ୍। 8 ତାରିଖ ଦିନ ଶ୍ରୀମଦ୍ ବାବାଙ୍କର ଜନ୍ମଦିନ ପଡ଼ୁଛି। ଏହି ଜନ୍ମଦିନ ଦିନ ବାବା ଯେହେତୁ ସାମାଜିକ ସେବା ଉପରେ ଗୁରୁତ୍ୱ ଦିଅନ୍ତି, ତେଣୁ ବିବିଧ ପ୍ରକାର ସାମାଜିକ ସେବା ଅନୁଷ୍ଠିତ ହୋଇ ସନ୍ଥ ପୂଜନ, ଇଷ୍ଟ ପୂଜନ ମା ଶାରଳାଙ୍କ ପୀଠରେ, ନାମାଚାର୍ଯ୍ୟ ବାବା ବାୟାଙ୍କ ସମାଧି ପୀଠରେ ଏବଂ ନୃସିଂହନାଥଙ୍କ ପୀଠରେ ପୂଜାଦି କାର୍ଯ୍ୟକ୍ରମ ହୋଇ ନାମ ବିଭିନ୍ନ ଅଞ୍ଚଳରୁ ହାରାହାରି 500 କୀର୍ତ୍ତନ ମଣ୍ଡଳୀ ଆସିବାର ଚେଷ୍ଟା କରାଯାଉଛି ଏବଂ ଆମର ଯେଉଁ କାର୍ଯ୍ୟକ୍ରମ ବାବାଙ୍କର ରହିବ ସେଦିନ ବିବିଧ ଅଞ୍ଚଳରୁ ବହୁ ଅଞ୍ଚଳରୁ ବାବାଙ୍କର ଯେଉଁମାନେ ଶ୍ରଦ୍ଧାଳୁ ଅଛନ୍ତି ସେମାନେ ସମସ୍ତେ ଆସିବେ, ରାହାମା ଅଞ୍ଚଳରେ ଏକତ୍ରିତ ହେବେ ଏବଂ ଏକତ୍ରିତ ହୋଇ ଏଠି ଗୋଟେ ଜନ୍ମୋତ୍ସବ, ଯଦିଓ ଆମେ କହିବା ବାବାଙ୍କର ଜନ୍ମୋତ୍ସବ ପାଇଁ ଏ କାର୍ଯ୍ୟକ୍ରମ ହେଉଛି ସେ କଥା ନୁହଁ, ଶ୍ରଦ୍ଧାଳୁମାନଙ୍କର ଶ୍ରଦ୍ଧାକୁ ରକ୍ଷା କରି ବାବା ସେଇଦିନ ଆସିବାକୁ ଜନ୍ମଦିନ ସଂଯୋଗକୁ ପଡ଼ୁଛି। ତେଣୁ ଜନ୍ମଦିନ ଏଠି ପାଳନ କରିବା ପାଇଁ ସବୁ ଆୟୋଜନ ହେଇଛି। ମୁଖ୍ୟ ଆକର୍ଷଣ ରହିବ ଆମର ପଶ୍ଚିମବଙ୍ଗରୁ ଯେଉଁ କୀର୍ତ୍ତନିଆ ମାନେ ଆସିବେ, ନାମ କେଉଁଭଳି ଭାବରେ ଆମେ ନାମାଚାର୍ଯ୍ୟ ବାବା ବାୟାଙ୍କ ଉଦ୍ଦେଶ୍ୟରେ ଏହାକୁ ଆମେ ପାଳନ କରୁଛେ। ତେଣୁ ଆପଣମାନଙ୍କୁ କହି ରଖିବି, ନାମାଚାର୍ଯ୍ୟ ବାବା ବାୟା ଏବଂ ପରମହଂସ ଯୋଗାନନ୍ଦ ଏହି ଦୁଇ ଜଣଙ୍କ ପାଇଁ ଆଜି ଯେଉଁ ବାବା ବଳିଆଙ୍କୁ ଆମେ 72 ବର୍ଷରେ ପାଇଛେ, କେବଳ ଏହି ଦୁଇ ଜଣଙ୍କର ଆଶୀର୍ବାଦରୁ ଆମେ ପାଇଛେ। ନଚେତ୍ 1982 ମସିହା ଭାବ ସମାଧିରେ ବାବା ଦେହ ତ୍ୟାଗ କରିଦେଇଥିଲେ। ନାମାଚାର୍ଯ୍ୟ ବାବା ବାୟା କହିଥିଲେ ଯେ ତମେ ସେ ବ୍ରହ୍ମାନନ୍ଦ ରାଜ୍ୟରେ ଘୁରି ବୁଲୁଛି, ତମେ ଯଦି ଏହାକୁ ନିତ୍ୟାନନ୍ଦପୁର କରିପାରିବ ତାହେଲେ ସେ ଫେରିଆସିବ। ତେଣୁ ବାବାଙ୍କର ଶରୀର ବରଫରେ ଆବୃତ ହୋଇ ଭକ୍ତ ଶିଷ୍ୟମାନଙ୍କର ଦର୍ଶନ, ଶେଷ ଦର୍ଶନ ପାଇଁ ଯେତେବେଳେ ଅପେକ୍ଷା କରିଥିଲା, ନାମାଚାର୍ଯ୍ୟ ବାବା ବାୟା ଏବଂ ଯୋଗାନନ୍ଦ ଯେଉଁଭଳି ଭାବରେ ଶରୀରକୁ ବଞ୍ଚେଇ ରଖି ନାମ ମାଧ୍ୟମରେ ତାଙ୍କୁ ଫେରେଇ ଆଣିଥିଲେ, ତେଣୁ ତାଙ୍କରି ସ୍ମୃତିରେ ଏ କାର୍ଯ୍ୟକ୍ରମ କରାଯାଉଛି। ଯେହେତୁ ନାମାଚାର୍ଯ୍ୟ ବାବା ବାୟା ପରୋକ୍ଷରେ ବାବାଙ୍କର ନବଜନ୍ମଦାତା, ତେଣୁ ତାଙ୍କରି ସ୍ମୃତିରେ ଏ କାର୍ଯ୍ୟକ୍ରମ କରାଯାଉଛି। ମୁଁ ଶିଶିର କୁମାର ଦାସ, ରାହାମା ବଜାର ବଣିକ ସଂଘର ସଭାପତି। ବାବା ବଳିଆଙ୍କର କାର୍ଯ୍ୟକ୍ରମ ଏ ତ ଆମର ଗୋଟେ ସୌଭାଗ୍ୟର କଥା। ରାହାମା ଭଳି ମାଟିରେ ଯାହାଙ୍କୁ ଭାରତ ସରକାର ଯାହାଙ୍କୁ ସମ୍ମାନିତ କରିଛନ୍ତି, ଏ ରାହାମା ମାଟି ତାଙ୍କୁ ସମ୍ମାନିତ କ'ଣ କରିବ? ତ ଏଇଟା ହେଉଛି ଭାଗ୍ୟର କଥା, ତାଙ୍କ ପାଦ ପଡ଼ୁଛି। ଆମେ ଏ ଅଞ୍ଚଳ ଯେଉଁ ବୁଦ୍ଧିଜୀବୀମାନେ ବସିଛନ୍ତି ସମସ୍ତେ ଶ୍ରଦ୍ଧାଳୁମାନେ, ନିଶ୍ଚିତ ବାବା ବଳିଆ ଯେଉଁଠି ରହିବେ ସେଠି ଆଉ ଶାନ୍ତି ଶୃଙ୍ଖଳା ଆବଶ୍ୟକ ନାହିଁ, ଛାଁକୁ ହେଇଯିବ। କାରଣ ତାଙ୍କର ଯଦି ଆମେ ରଥଯାତ୍ରାରେ କହିବୁ ଲୋକମାନଙ୍କୁ ଡାକିବୁ, ସେଠି କ'ଣ ଦରକାର ଅଛି? ସେ ଛାଁକୁ ଲୋକମାନେ ଯାଆନ୍ତି। ସେମିତି ବାବା ବଳିଆ ଯେଉଁଠି ଯିବେ ସାଧାରଣ ଲୋକମାନେ, ଭକ୍ତମାନେ ସମସ୍ତେ ସେଠି ପହଞ୍ଚିବେ। ତେଣୁ ଆମର ଗୋଟିଏ ଦାୟିତ୍ୱ ହେଉଛି ଲୋକମାନେ କେମିତି ଆସିବେ ଶୃଙ୍ଖଳାର ସହିତ, ସମସ୍ତେ କେମିତି ପ୍ରସାଦ ସେବନ କରିବେ ଏବଂ ନାମଯଜ୍ଞ ତା ସହିତ ବାବାଙ୍କର ଅମୃତବାଣୀ ଏ ସମାଜ ପାଇଁ। ଏତିକି ପାଇଁ ଆମେ ଯାହା ଯେତିକି ଆମ ସାମର୍ଥ୍ୟ ଆମେ ସମସ୍ତେ ସଂକଳ୍ପ ନେଇଛୁ, ସହଯୋଗ କରିବୁ। କିନ୍ତୁ ବାବା ବଳିଆ ଯେଉଁଠି ରହିବେ ସେଠି କିଛି ଆବଶ୍ୟକ ନାହିଁ, ଆପେ ଆପେ ସବୁ ହେଇଯିବ। ଏ ଆତ୍ମବିଶ୍ୱାସ ଆମର ଅଛି, ଭରସା ଅଛି, ଏ ବିଶ୍ୱାସ ଅଛି। ଏ ଅଞ୍ଚଳବାସୀଙ୍କର ସମସ୍ତଙ୍କର ତାଙ୍କ ପ୍ରତି ଶ୍ରଦ୍ଧା ଅଛି। डॉक्टर अरुण कुमार पाणी परिचय एतिकी देवी सेवक बलियार ये जो कार्यक्रम करा जाउची पूज्य पूजक पद्मश्री बाबा बलियांकर 72तम जन्म जयंती अवसर रे कार्यक्रम राहामा कॉलेज पड़िया रे करा जिवो। यह एक राज्य स्तरीय जन्मोत्सव पालन करा जिवो। सारा राज्य रु अगणित बलिया प्रेमी ये कार्यक्रम रे जोग देबे। विभिन्न अंचल साधु संत माने मध्य ए कार्यक्रम रे जोग देबे। प्रथम दिन ठारू 6 तारिख ठारू 10 तारिख पर्यंत एठी नाम कीर्तन चलिबो एवं 8 तारिख जो दिन पूज्य बाबांकर जन्मोत्सव रही से दिन विभिन्न सामाजिक कार्य सहित बाबांकर जन्मोत्सव पालन कर जीवो। ये सामाजिक कार्यक्रम बाबद स्वास्थ्य शिविर, वृक्षरोपण एवं किछि असहाय व्यक्ति मानक सहायता प्रदान करिबा एवं किछि पिला मानक किछि खाता कलम ए सब बंटन करिबा व्यवस्था इभली रही।
तत्सहित पूज्य बाबांक निमित्त विभिन्न अंचल भक्त माने पिठा फल मिठा ए सब धरिकी आसवे भक्त मान मध्य बंटन करा सबुठार बड़ आकर्षण होउची सुदूर नदियारू प्राय कीर्तन मंडली आसवे ये कीर्तन करेंगे और जो दिन बाबांकर जन्मोत्सव रखापाखि 500 रु ऊर्ध्व संकीर्तन मंडली एठी जोगदेवे और यही प्रकंपित हेब राहमा अंचल नाम कीर्तन रे।